ଚାଷୀ ଭାଇଙ୍କ ନିଦ ହଜେଇ ଦେଉଛନ୍ତି ଜଙ୍ଗଲୀ ହାତୀପଲ। ହାତୀର ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି। ଚାଷ ଜମି ହେଉ କି ଘରଦ୍ୱାର ହେଉ, ସବୁଠାରେ କ୍ଷତି ଘଟାଉଛନ୍ତି ଜଙ୍ଗଲୀ ହାତୀ। ପ୍ରତିବର୍ଷ ଅନେକ ଧନଜୀବନ ନଷ୍ଟ ହୋଇ ଚାଲିଛି। ପ୍ରଶାସନର ବିଫଳତାରେ ଚାଷୀ ଭାଇ ହାତୀ କବଳରେ ଏକ ପ୍ରକାର ଛନ୍ଦି ହୋଇ ରହିଯାଇଛନ୍ତି। ହାତୀ ଦାଉରୁ କେବେ ମୁକ୍ତି ପାଇବେ ଚାଷୀ ଭାଇ, ତାହା ଚିନ୍ତା କଲେ ସାତ ସ୍ୱପ୍ନ ଭଳି ଲାଗୁଛି। ବର୍ଷକର ଆହାରକୁ ସାଇତି ରଖିବା ପାଇଁ ଦିନରାତି ଅକ୍ଳାନ୍ତ ପରିଶ୍ରମ କରି ଚାଷୀ ଭାଇ ଚାଷ କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି। ଖରା ବର୍ଷା ଶୀତ କାକରକୁ ଖାତିର ନ କରି ଚାଷ ଜମିରେ ପରିଶ୍ରମ କରି ସୁନାର ଫସଲ ଫଳାଇଥାଏ। ଅନେକ ଆଶା ଅନେକ ସ୍ୱପ୍ନ ଦେଖିଥାଏ ଚାଷ କାର୍ଯ୍ୟ କରି ଚାଷୀ ଭାଇ। କିନ୍ତୁ ସବୁ ଆଶା ଓ ସ୍ୱପ୍ନକୁ ପାଣିର ଫଟକା ପରି ହଜେଇ ଦେଇଥାଏ ଜଙ୍ଗଲୀ ହାତୀମାନଙ୍କ ଉପଦ୍ରବରେ। ବର୍ଷ ବର୍ଷ ବିତି ଯାଇଛି, ଚାଷ ପରେ ଚାଷ କାର୍ଯ୍ୟ ଚାଲିଛି, କିନ୍ତୁ ଚାଷୀ ଭାଇ ଦୀର୍ଘ ବର୍ଷ ହେଲା ଜଙ୍ଗଲୀ ହାତୀ କବଳରୁ ମୁକ୍ତି ପାଇପାରୁନାହାନ୍ତି। ଝାଡ଼ୁବୁହା ପରିଶ୍ରମରେ ସୁନାର ଫସଲ ହସୁଥିବା ଜମିରେ ନିର୍ଦ୍ଦୟ ଭାବରେ ଦାଉ ସାଧି ଚାଲିଛନ୍ତି ଜଙ୍ଗଲୀ ହାତୀପଲ। ଦିନସାରା ପରିଶ୍ରମ କରି ରାତିରେ ଶାନ୍ତିରେ ବିଶ୍ରାମ ନେବା ପାଇଁ ଚାହୁଁଥିଲେ ହାତୀପଲ ଆସି ସବୁ ଓଲଟ ପାଲଟ କରିଦେଇଥାନ୍ତି। ଝଡ଼ ବର୍ଷା ରାତିରେ ମଧ୍ୟ ଗ୍ରାମବାସୀ ହାତୀ ଘଉଡ଼ାଇବା ପାଇଁ ଚାଷ ଜମି ମୁଣ୍ଡରେ ଜଗି ରହିଥାନ୍ତି। ଏବେ 17 ଘରିଆ ହାତୀପଲ ଆସି କ୍ଷୀରେଇଟାଙ୍ଗିରି ଗ୍ରାମ ପଞ୍ଚାୟତ ସହିତ କଣ୍ଟିଆପଡ଼ା ମଇଦାନକେଲ ଗ୍ରାମ ପଞ୍ଚାୟତର ଅନେକ ଗ୍ରାମରେ ଚାଷୀ ଭାଇଙ୍କ ନିଦ ହଜେଇ ଦେଇଛନ୍ତି। ହାତୀ ଦାଉରୁ ଚାଷ ଜମିକୁ ମୁକୁଳାଇବା ପାଇଁ ରାତିସାରା ବର୍ଷା ରାତିରେ ଜମି ହିଡ଼ ତଥା ଜଙ୍ଗଲ ମୁଣ୍ଡରେ ସମୟ କାଟିବା ଯେ କେତେ ଦୁଃଖଦାୟକ ତାହା କେବଳ ଯିଏ ଦେଖିଥିବେ ସେ ହିଁ ଜାଣିପାରିବେ। କେବେ ମିଳିବ ହାତୀ ଉପଦ୍ରବରୁ ମୁକ୍ତି, ସେହି ଅପେକ୍ଷାରେ ଚାଷୀକୂଳ। ପାଟଣାରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, এবি ନ୍ୟୁଜ୍।